ପୂର୍ବ ଅଧ୍ୟାୟରେ ଶୁଣିଥିଲେ ବୃଦ୍ଧା ଜଣକ ସମୀର ଏବଂ ରିୟାକୁ ନିଜ ପରିବାର ସହିତ ସେ କୋଠରୀରେ ଘଟିଥିବା ଘଟଣାକୁ ବର୍ଣ୍ଣନା କରୁଥିଲେ। ଉଭୟ ସମୀର ରିୟା ଗମ୍ଭୀରତା ସହିତ ଶୁଣୁଥିଲେ। ତାଙ୍କ ଶାଶୁ ଶ୍ୱଶୁରଙ୍କ ଜୀବନ ସେହି କୋଠରୀରେ ଥିବା ପ୍ରେତାତ୍ମା କାୟା ନେଇଗଲା। ତାଙ୍କ ପୁଅ ହସ୍ପିଟାଲରେ କୋମା ସହିତ ଲଢ଼ୁଥିଲା ଏବଂ ତାଙ୍କ ସ୍ୱାମୀ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଏବେ ଆଗକୁ ବୃଦ୍ଧା ଜଣକ କହିଲେ, ମୁଁ ମୋ ସ୍ୱାମୀଙ୍କ ମାନସିକ ଅବସ୍ଥାକୁ ଠିକ୍ କରିବା ପାଇଁ ମୁଁ ଅନେକ ଥର ତାଙ୍କୁ ନେଇ ମାନସିକ ରୋଗୀଙ୍କ ଡାକ୍ତର ପାଖକୁ ଯାଉଥିଲି। ତାଙ୍କୁ ସମସ୍ତ ପ୍ରକାରର ଚିକିତ୍ସା କରାଯାଉଥିଲା, କିନ୍ତୁ ତାଙ୍କ ମାନସିକ ଅବସ୍ଥାରେ କିଛି ଉନ୍ନତି ପରିଲକ୍ଷିତ ହେଉନଥିଲା। ସେ ବେଳେବେଳେ କାନ୍ଦୁଥିଲେ ତ ବେଳେବେଳେ ହସୁଥିଲେ। କ'ଣ କ'ଣ ସବୁ ଗପୁଥିଲେ। କହୁଥିଲେ, କାୟା ଆମେ ତ କୋଠରୀ ଛାଡ଼ି ଚାଲିଯିବୁ, ଆମକୁ ଛାଡ଼ିଦେ, ଆମେ ଆଉ ଏଇଠିକୁ କେବେ ଫେରି ଆସିବୁ ନାହିଁ। ରାତିରେ ବିଛଣାରୁ ଉଠି କେଉଁ ଆଡ଼କୁ ଚାଲି ଯାଉଥିଲେ। କେତେବେଳେ ଭୟରେ ପଲଙ୍କ ତଳେ ଲୁଚି ରହୁଥିଲେ ତ କେତେବେଳେ ସେହି କୋଠିର ଗୋଦାମ ଘର ଭିତରେ ନିଜକୁ ସୁରକ୍ଷିତ ମନେ କରୁଥିଲେ। ସମୀର ଓ ରିୟା ଜାଣିନଥିଲେ ସେହି କୋଠି ତଳେ ଗୋଟିଏ ଗୋଦାମ ଘର ମଧ୍ୟ ଅଛି। ସେମାନେ ଉତ୍କଣ୍ଠାର ସହିତ ପଚାରିଲେ, ଆଣ୍ଟି ସେହି ଗୋଦାମ ଘରଟି କେଉଁଠି ଅଛି? ବୃଦ୍ଧା ଜଣକ କହିଲେ, ସେହି କୋଠରୀର ଉପର ମହଲାକୁ ଯିବା ପାଇଁ ଯେଉଁ ପାହାଚ ଅଛି ତାହା ତଳେ ଗୋଟିଏ ଗୁପ୍ତ କବାଟ ଲାଗିଛି। ତାକୁ ଖୋଲିଲେ ପାହାଚ ଦେଖାଯିବ। ତାହା ତଳ ଗୋଦାମ ଘର ପର୍ଯ୍ୟନ୍ତ ଯାଇଛି। ସମୀର ପଚାରିଲା, ଆଣ୍ଟି ଆପଣ କେବେ ସେ ଗୋଦାମ ଘର ଭିତରକୁ ଯାଇଛନ୍ତି? ବୃଦ୍ଧା ଜଣକ କହିଲେ, ଥରେ ରାତିରେ ମୁଁ ଉଠି ଦେଖିଲି ମୋ ସ୍ୱାମୀ ରୁମ୍ରେ ନଥିଲେ। ମୁଁ ତାଙ୍କୁ କୋଠି ସାରା ଖୋଜିଲି, କିନ୍ତୁ କେଉଁଠି ମଧ୍ୟ ତାଙ୍କର ପତ୍ତା ମିଳିଲା ନାହିଁ। କିନ୍ତୁ କୋଠି ତଳେ କେହି ଜଣେ କାନ୍ଦୁଥିବାର ସ୍ୱର ମୋତେ ଶୁଣାଗଲା। ମୁଁ ଖୋଜୁ ଖୋଜୁ ଦେଖିଲି ପାହାଚ ତଳେ ଗୋଟିଏ ଛୋଟ କବାଟ ଲାଗିଛି। ତାହା ଅଳ୍ପ ଖୋଲା ଥିଲା। ଭିତର ପାର୍ଶ୍ୱ ପୁରା ଅନ୍ଧକାରମୟ ଥିଲା। ମୋ ହାତରେ ଗୋଟିଏ ଟର୍ଚ୍ଚ ଧରି ପାହାଚ ଦେଇ ତଳକୁ ଓହ୍ଲାଇବାକୁ ଲାଗିଲି। ଗୋଦାମ ଘରଟିକୁ ଦେଖିବା ମାତ୍ରେ ମନରେ ଭୟ ସଞ୍ଚାର ହେଉଥିଲା। ଏମିତି ଲାଗୁଥିଲା ଅନେକ ବର୍ଷରୁ ସେଠାକୁ କେହି ଯାଇନଥିଲେ। ଚାରିଆଡ଼େ ବୁଢ଼ିଆଣୀ ଚାଲ ଏବଂ ଧୂଳି ଧୂସର ହୋଇ କୋଠରୀଟି ପଡ଼ି ରହିଥିଲା। ଚାରିପଟେ ଗୋଟିଏ ଦୁର୍ଗନ୍ଧ ଭରି ରହିଥିଲା। ସେହି କୋଠରୀରେ ବହୁତ ପୁରୁଣା ଜିନିଷପତ୍ର ପଡ଼ି ରହିଥିଲା। ଗୋଟିଏ ଭଙ୍ଗା ଟେବୁଲ ପଛରେ ବସି ସେ କାନ୍ଦୁଥିଲେ। ମୁଁ ତାଙ୍କୁ ସେହିଠାରୁ ଯିବା ପାଇଁ ଅନେକ ଥର କହିଲି, ମାତ୍ର ସେ ମୋ କଥା ଶୁଣୁନଥିଲେ। ମୁଁ ଶେଷରେ ଘରର ଚାକରମାନଙ୍କୁ ଡାକି ତାଙ୍କୁ ସେହି କୋଠରୀରୁ ବାହାରକୁ ଆଣିଲି। ଥରେ ଗୋଟିଏ ଭାଷାରେ ବେଳେବେଳେ କାହା ସହିତ କଥା ହେଉଥିଲେ। ସେହି ଭାଷା ମୁଁ ବୁଝିପାରୁନଥିଲି। ସେପଟେ ହସ୍ପିଟାଲରେ ମୋ ପୁଅର ସ୍ୱାସ୍ଥ୍ୟରେ ମଧ୍ୟ କୌଣସି ଉନ୍ନତି ହେଉନଥିଲା। କିନ୍ତୁ ଦିନେ ହସ୍ପିଟାଲରୁ ଖବର ଆସିଲା ପୁଅ କୋମାରୁ ବାହାରି ଆସିଛି। ଏହା ଶୁଣି ମୁଁ ଖୁବ୍ ଖୁସି ହୋଇଗଲି ଏବଂ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ଗଲି। ମୋ ସ୍ୱାମୀ ଘରେ ଏକୁଟିଆ ଥିଲେ, କିନ୍ତୁ ମୁଁ ଜାଣିନଥିଲି ସେହି ଦିନଟି ମୋ ଜୀବନର ସବୁ ରଙ୍ଗ ଛଡ଼ାଇ ନେବ। ପୁଅ ଚେତା ଫେରି ପାଇଥିବା ମୋ ପାଇଁ ସବୁଠୁ ବଡ଼ ଖୁସି ଖବର ଥିଲା। ଡାକ୍ତର କହିଲେ ଆଉ 3 ଦିନ ପରେ ତାକୁ ଡିସଚାର୍ଜ କରିଦେବେ। ମୁଁ ଘରକୁ ଆସି ଦେଖିଲି ଗୋଟିଏ ଛୁରୀ ଧରି ସେ ନିଜ ହାତକୁ କାଟିବା ପାଇଁ ଚେଷ୍ଟା କରୁଛନ୍ତି। ମୁଁ ତାଙ୍କ ହାତରୁ ବହୁତ କଷ୍ଟରେ ଛୁରୀଟିକୁ ଛଡ଼ାଇ ନେଲି। ରୋଷେଇ ଘରେ ଥିବା ସବୁ ଛୁରୀ ଅଥବା କୌଣସି ଧାରୁଆ ଜିନିଷ ଗୁଡ଼ିକ ମୁଁ ଲୁଚାଇ ଦେଲି। ସେହି ରାତିରେ ମୋ ସ୍ୱାମୀ ଶୋଇଥିଲେ। ମୋତେ ନିଦ ହେଉନଥିଲା। ମୁଁ ତାଙ୍କ ପାଖରେ ବସିଥିଲି। ପିଲା ସମୟରୁ ମୋର ବହି ପଢ଼ାରେ ବହୁତ ସଉକ ଥିଲା। ରାତି ପ୍ରାୟ 12ଟା ହେବ। ମୁଁ ଗୋଟିଏ ଉପନ୍ୟାସ ପଢ଼ିବାକୁ ଆଣିଲି, କିନ୍ତୁ କୋଠରୀ ଭିତରେ କେଉଁଠୁ କେଜାଣି ଦୁର୍ଗନ୍ଧ ଭରିଗଲା। ହଠାତ୍ ମୋତେ ଲାଗିଲା ଯେମିତି ମୋ ସ୍ୱାମୀଙ୍କ ଶରୀରରେ ଗୋଟିଏ କଳା ଛାଇ ପରି ଆକୃତି ପଶିଗଲା। ତାଙ୍କ ଆଖିର ରଙ୍ଗ ସମ୍ପୂର୍ଣ୍ଣ ଭାବରେ ଧଳା ହୋଇଯାଇଥିଲା। ସେ ଦାନ୍ତ କଟମଟ କରି ମୋତେ ଚାହିଁ ରହିଥିଲେ। ତାଙ୍କର ଏହି ରୂପ ଦେଖି ମୁଁ ଭୟଭୀତ ହୋଇଯାଇଥିଲି। ମୁଁ କିଛି ଭାବିବା ଆଗରୁ ସେ ଆଖି ପିଛୁଳାକେ ସେହି କୋଠରୀରୁ ବାହାରକୁ ଚାଲିଗଲେ। ମୁଁ ତାଙ୍କ ପଛରେ ଧାଇଁଲି, କିନ୍ତୁ ଏତେ ବଡ଼ କୋଠିରେ ସେ କେଉଁଠିକୁ ଗଲେ ମୁଁ ଜାଣିପାରୁନଥିଲି। କିଛି ସମୟର ନୀରବତା ପରେ ମୋତେ କେହି ଜଣେ ସ୍ତ୍ରୀ ଅତି ବିକଟାଳ ସ୍ୱରରେ ହସୁଥିବାର ଶୁଣାଗଲା।
ସେହି କୋଠରୀରେ ତ ମୋ ବ୍ୟତୀତ ଅନ୍ୟ କୌଣସି ସ୍ତ୍ରୀ ନଥିଲେ। ସେହି ହସ ଶୁଣି ମୋ ଲୋମ ଟାଙ୍କୁରି ଉଠିଲା। ମୁଁ ବହୁତ ମାତ୍ରାରେ ଭୟଭୀତ ହୋଇଗଲି। ହେଲେ ମଧ୍ୟ ଠାକୁରଙ୍କୁ ମନେ ପକାଇ ମୋ ସ୍ୱାମୀକୁ ପ୍ରତ୍ୟେକ କୋଠରୀରେ କବାଟ ଖୋଲି ଖୋଜିବାକୁ ଲାଗିଲେ। ମୁଁ ଗୋଟିଏ କୋଠରୀ ମଧ୍ୟରେ ପଶି ତାଙ୍କୁ ଖୋଜୁଥିବା ବେଳେ କୋଠରୀର କବାଟଟି ଆପେ ଆପେ ବାହାରୁ ବନ୍ଦ ହୋଇଗଲା। ମୁଁ କବାଟକୁ ଖୋଲିବା ପାଇଁ ଚେଷ୍ଟା କଲି, କିନ୍ତୁ ତାହା ଖୋଲି ନଥିଲା ଏବଂ ପୁଣି ଥରେ ସେହି ବିକଟାଳ ହସ ସେହି କୋଠି ମଧ୍ୟରେ ପ୍ରକମ୍ପିତ ହୋଇ ଉଠିଲା। ମୋ ହୃଦୟ ଗତି ବଢ଼ିବା ସହିତ ଭୟରେ ପୁରା ଶରୀର ମୋର ଥରିବାକୁ ଲାଗିଲା। ମୁଁ ଠାକୁରଙ୍କୁ ପ୍ରାର୍ଥନା କରୁଥିଲି। ମନେ ମନେ ଭାବୁଥିଲି, ମୁଁ ଏବଂ ମୋ ସ୍ୱାମୀ ବଞ୍ଚିଗଲେ ଆମେ ଏହି କୋଠି ଛାଡ଼ି ଚାଲିଯିବୁ। ଠିକ୍ ଏହି ସମୟରେ କୋଠି ଭିତରେ ଥିବା ଗୋଟିଏ ପୁରୁଣା କାଠ ଆଲମାରିଟି ଆପେ ଆପେ ଜୋରରେ ହଲିବାକୁ ଲାଗିଲା। କିଛି ମୁହୂର୍ତ୍ତ ପରେ ତାହା ହଲିବା ବନ୍ଦ ହୋଇଗଲା। ମୁଁ ଡରି ଡରି ଆଲମାରି ପାଖକୁ ଗଲି। ମୁଁ ଭାବିଲି କାଳେ ମୋ ସ୍ୱାମୀ ସେହି କାଠ ଆଲମାରି ଭିତରେ ଲୁଚି ରହିଥିବେ। ମୁଁ ସେହି ଆଲମାରି ପାଖକୁ ଗଲାବେଳେ ପୁଣି ଥରେ ତାହା ଜୋରରେ ହଲିବାକୁ ଲାଗିଲା। ମୁଁ ମୋ ସ୍ୱାମୀକୁ ଡାକ ଦେଲି, କହିଲି, ଆଲମାରି ଭିତରେ ତୁମେ ଅଛ ନା? କିନ୍ତୁ କିଛି ଉତ୍ତର ପାଇଲି ନାହିଁ। କିଛି ଉତ୍ତର ନ ପାଇ ଶେଷରେ ମୋ ସାହସ ଏକତ୍ରିତ କରି ସେହି ଆଲମାରିଟିକୁ ଖୋଲିଦେଲି। ସେହି ଆଲମାରି ଭିତରେ ମୋ ସ୍ୱାମୀଙ୍କ କଟା ମୁଣ୍ଡ ଥିଲା। ମୁଁ ତାହା ଦେଖି ବଡ଼ ପାଟିରେ ଚିତ୍କାର କରି ଉଠିଲି। ମୁଁ ଭୋ ବୋହି କାନ୍ଦିବାକୁ ଲାଗିଲି। ମୋତେ କାନ୍ଦୁଥିବାର ଦେଖି ସେହି କଟା ମୁଣ୍ଡଟି ଆଖି ଖୋଲିଦେଲା ଏବଂ ହସିବାକୁ ଲାଗିଲା। ମୁଁ ଏମିତି ସ୍ୱପ୍ନରେ ସୁଦ୍ଧା କେବେ ଦେଖିନଥିଲି। ମୁଁ ଭୟରେ ସେଠାରୁ ଦୌଡ଼ି ବାହାରକୁ ଆସିବା ପାଇଁ ଚେଷ୍ଟା କଲି, କିନ୍ତୁ କବାଟଟି ଖୋଲୁନଥିଲା। ମୁଁ ଆଲମାରିଟିକୁ ବନ୍ଦ କରିଦେଲି। ଆଲମାରିଟି ବନ୍ଦ ହେବା ପରେ ସେହି ହସିବା ମଧ୍ୟ ବନ୍ଦ ହୋଇଗଲା। କିଛି ସମୟ ପରେ କବାଟଟି ଆପେ ଆପେ ଖୋଲି ଯାଇଥିଲା। ମୁଁ ଡରି ଡରି କୋଠରୀ ବାହାରକୁ ଆସିଲି। ମୋର ଈଶ୍ୱରଙ୍କ ଉପରେ ଆଗାଢ଼ ବିଶ୍ୱାସ ରହିଛି, ତେଣୁ ମୁଁ ତାଙ୍କୁ ସ୍ମରଣ କରି ପାଦ ଆଗକୁ ବଢ଼ାଉଥିଲି। ସେହି ବୃଦ୍ଧା ତାଙ୍କ ସ୍ୱାମୀକୁ ନ ନେଇ ସେହି କୋଠିକୁ ଛାଡ଼ିଯିବା ପାଇଁ ଚାହୁଁନଥିଲେ। ତାଙ୍କର ସ୍ୱାମୀ ଓ ପୁଅ ଛଡ଼ା ଆଉ ତାଙ୍କର କିଏ ବା ଅଛନ୍ତି? ସମୀର ପଚାରିଲା, ଆଣ୍ଟି, ଆପଣ କୋଠରୀ ବାହାରେ କ'ଣ ଦେଖିଲେ? ବୃଦ୍ଧା ଜଣକ କହିଲେ, ସେହି କୋଠରୀରୁ ବାହାରକୁ ଆସି ମୁଁ ଯାହା ଦେଖିଲି ତାହା ଏବେ ମଧ୍ୟ ମୋ ଆଖି ଆଗରେ ନାଚି ଯାଉଛି। ଦୃଶ୍ୟଟି ଅତ୍ୟନ୍ତ ଭୟାବହ ଥିଲା। ମୁଁ ଅବିକଳ ମୋ ପରି ଗୋଟିଏ ସ୍ତ୍ରୀ ଦେଖିଲି। ସେ ହାତରେ ଗୋଟିଏ ଛୁରୀ ଧରି ଛିଡ଼ା ହୋଇଥିଲା। ମୋତେ ଦେଖି ସେ ଗୋଟିଏ ଶଇତାନୀ ହସ ହସିଲା ଆଉ ସେ ଛୁରୀଟିକୁ ନେଇ ମୋ ସ୍ୱାମୀକୁ ଖୋଜିବାକୁ ଲାଗିଲା। ସେ ମୁଁ ଯେମିତି ମୋ ସ୍ୱାମୀକୁ ଡାକ ପକାଏ, ସେ ସେହି ସ୍ୱରରେ ଡାକୁଥିଲା। ମୁଁ ବେକରେ ମୋ ମା ଦୁର୍ଗାଙ୍କ ଲକେଟ୍ ଧାରଣ କରିଥିଲି ଏବଂ ଠାକୁରଙ୍କ ଉପରେ ଅଗାଢ଼ ଭକ୍ତି ଯୋଗୁଁ ବୋଧେ ସେ ମୋତେ କିଛି କ୍ଷତି କରିପାରୁନଥିଲା। କିଛି ସମୟ ପରେ ମୁଁ ମୋ ସ୍ୱାମୀଙ୍କୁ ଉପର ମହଲାକୁ ଯିବାକୁ ଦେଖିଲି। ମୁଁ ତାଙ୍କୁ ଡାକିଲି, କିନ୍ତୁ ସେ ମୋ କଥା ନ ଶୁଣି ସେହି ଉପର ମହଲାରେ ଥିବା ଗୋଟିଏ କୋଠରୀ ଭିତରକୁ ଚାଲିଗଲେ। ମୁଁ ତାଙ୍କୁ ଡାକି ଆଣିବା ପାଇଁ ଉପର ମହଲାକୁ ଯାଇ ଖୋଜିବାକୁ ଲାଗିଲି। ଅନେକ ସମୟ ଖୋଜିଲା ପରେ ମଧ୍ୟ ମୁଁ ତାଙ୍କୁ କେଉଁଠି ଖୋଜି ପାଇଲି ନାହିଁ। କିଛି ସମୟ ପରେ ମୁଁ ମୋ ସ୍ୱାମୀଙ୍କ ସ୍ୱର ଶୁଣିଲି। ସେ ମୋତେ ପଦ୍ମା, ପଦ୍ମା, ମୁଁ ଏଇଠି ଅଛି କହି ଡାକ ପକାଉଥିଲେ। ମୁଁ ତାଙ୍କ ସ୍ୱର ଶୁଣି ଖୁସି ହୋଇଯାଇଥିଲି। ମୁଁ ତାଙ୍କ ସ୍ୱରକୁ ଅନୁସରଣ କରି ତାଙ୍କୁ ଖୋଜିବାକୁ ଲାଗିଲି। ମୋତେ ପ୍ରତୀତ ହେଲା ତାଙ୍କ ସ୍ୱର ସେହି କୋଠରୀ ଭିତରୁ ଆସୁଛି, ଯେଉଁଠାରେ ସେହି ଝିଅ କାୟା ଆତ୍ମହତ୍ୟା କରିଥିଲା। ମୁଁ ସେ କୋଠରୀ ଭିତରକୁ ପ୍ରବେଶ କଲି। କୋଠରୀ ଭିତରେ ପ୍ରବେଶ କରିବା ମାତ୍ରକେ ମୋ କାନ ପାଖରେ କେହି ଜଣେ କିଛି କହିଦେଇ ଚାଲିଗଲା। ସେ କ'ଣ ଓ କେଉଁ ଭାଷାରେ କହିଲା ମୁଁ ବୁଝିପାରୁନଥିଲି, କିନ୍ତୁ ମୋ ଦେହ ଶୀତେଇ ଉଠିଲା। ମୁଁ କିଛି ବୁଝିବା ଆଗରୁ ସେହି କୋଠରୀ ଭିତରେ ଥିବା ପଲଙ୍କ ତଳୁ ଦୁଇଟି ହାତ ମୋ ଗୋଡ଼କୁ ଟାଣି ନେଇ ମୋତେ ତଳେ ପକାଇଦେଲା। ମୁଁ ପଡ଼ିଯିବାରୁ ମୋ ମୁଣ୍ଡଟି ତଳେ ବାଜି ଫାଟିଗଲା। ମୁଣ୍ଡରୁ ରକ୍ତ ବାହାରିବାକୁ ଲାଗିଲା। ମୁଁ ମୋ ଶାଢ଼ୀ କାନିକୁ ଚିରି ମୋ ମୁଣ୍ଡରେ ବାନ୍ଧିଦେଲି। ମୋତେ କୌଣସି ପରିସ୍ଥିତିରେ ମଧ୍ୟ ମୋ ସ୍ୱାମୀକୁ ଖୋଜିବାର ହିଁ ଥିଲା। ମୁଁ ମନେ ମନେ ହନୁମାନ ଚାଳିଶାକୁ ଜପ କରୁଥିଲି। ସେ ପ୍ରେତ ମୋ ଧ୍ୟାନ ଭଙ୍ଗ କରିବା ପାଇଁ ବିଭିନ୍ନ ପ୍ରକାର ମାୟାଜାଲ ସୃଷ୍ଟି କରୁଥିଲା।
ହଠାତ୍ ସେହି କୋଠରୀ ମଧ୍ୟରେ ଧୂଆଁ ଭର୍ତ୍ତି ହେବାକୁ ଲାଗିଲା। ମୋତେ କିଛି ସ୍ପଷ୍ଟ ଦେଖାଯାଉନଥିଲା। ମୁଁ ଧୀରେ ଧୀରେ ଆଗକୁ ବଢ଼ି ସେହି କୋଠରୀରୁ ବାହାରି ଆସିବା ପାଇଁ ଚେଷ୍ଟା କରୁଥିଲି। ମୋତେ ଏମିତି ଲାଗିଲା ସେହି କୋଠରୀର କବାଟଟି ଆପେ ଆପେ ବନ୍ଦ ହୋଇଯାଇଛି। ମୁଁ ମୋ ହାତରେ ବାଟ ଠାରି ଠାରି ଆଗକୁ ବଢ଼ୁଥିଲି। କୋଠରୀଟି ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯାଇଥିଲା। ମୁଁ ଶେଷରେ କବାଟ ପାଖରେ ପହଞ୍ଚିଗଲି। କବାଟଟି କିନ୍ତୁ ବନ୍ଦ ଥିଲା। ମୁଁ ତାକୁ ଖୋଲିବା ପାଇଁ ବହୁତ ଚେଷ୍ଟା କଲି, କିନ୍ତୁ ତାହା ଜମାରୁ ଖୋଲି ନଥିଲା। ମୋତେ ବହୁତ ମାତ୍ରାରେ ଡର ଲାଗୁଥିଲା। କେଉଁ ମୁହୂର୍ତ୍ତରେ କ'ଣ ହେବ କିଛି କହି ହେଉନଥିଲା। ସେହି ସମୟରେ ଆମ ଘର ଚାକରର ପାଟି ଶୁଣିଲି। ସେ ମା ଆପଣ କେଉଁଠି ଅଛନ୍ତି ବୋଲି ଡାକ ପକାଉଥିଲା। ତା ପାଟି ଶୁଣି ମୋତେ ଟିକେ ସାହସ ହେଲା। ମୁଁ ତାକୁ ବଡ଼ ପାଟିରେ ଡାକିଲି, ଶଙ୍କର ଶଙ୍କର। ସେ ମୋ ପାଟି ଶୁଣି ଉପର ମହଲାକୁ ଆସିଗଲା। ମୁଁ କହିଲି, ଶଙ୍କର କବାଟ ଖୋଲ, ମୁଁ ଏଠି ବନ୍ଦ ହୋଇଯାଇଛି। ଶଙ୍କର ବହୁତ ଚେଷ୍ଟା କଲା ପରେ ମଧ୍ୟ କବାଟଟିକୁ ଖୋଲି ପାରିଲା ନାହିଁ। ଶେଷରେ ସେ ଗୋଟିଏ ବଡ଼ ହାତୁଡ଼ି ଆଣି କବାଟରେ ଲାଗିଥିବା ବଡ଼ କାଚଟିକୁ ଭାଙ୍ଗିଦେଲା। କାଚ ଭାଙ୍ଗି ଦେବାରୁ କୋଠରୀ ଭିତରେ ଥିବା ଧୂଆଁ କମିବାକୁ ଲାଗିଲା ଏବଂ କବାଟଟି ଆପେ ଆପେ ଖୋଲିଗଲା। ମୁଁ ତୁରନ୍ତ ସେହି କୋଠିରୁ ବାହାରକୁ ଆସିଗଲି। ମୁଁ ଚାକରକୁ ମୋ ସ୍ୱାମୀଙ୍କ କଥା କହିଲି। ମୁଁ ଯଥାଶୀଘ୍ର ସେହି କୋଠିକୁ ଛାଡ଼ି ଚାଲିଯିବାକୁ ଚାହୁଁଥିଲି, କିନ୍ତୁ ସେ ନ ମିଳିବା ପର୍ଯ୍ୟନ୍ତ ମୁଁ ସେଠାରୁ ଯିବା ଅସମ୍ଭବ ଥିଲା। ମୁଁ ମୋ ଚାକରକୁ ତାକୁ ଖୋଜିବା ପାଇଁ କହିଲି। ଆମେ ଅଲଗା ଅଲଗା ହୋଇ ଖୋଜିବାକୁ ଲାଗିଲୁ। ମୋ ସ୍ୱାମୀଙ୍କ ଚିତ୍କାର ଶୁଣାଗଲା। ଏମିତି ଲାଗୁଥିଲା ଯେମିତି ତାଙ୍କୁ କେହି ଅସହ୍ୟ ଶାରୀରିକ ନିର୍ଯାତନା ଦେଉଛି। ତାଙ୍କର ଚିତ୍କାରରେ ସେହି କୋଠିଟି କମ୍ପି ଉଠୁଥିଲା। ଗୋଦାମ ଘରୁ ତାଙ୍କ ସ୍ୱର ଆସୁଥିବାର ଆମେ ଜାଣିପାରିଲୁ। ମୁଁ ଚାକରକୁ ଡାକି ସେ ଗୋଦାମ ଘର ଭିତରକୁ ଗଲି। ସେଠିକାର ଦୃଶ୍ୟ ଦେଖି ଛାତି ଥରି ଉଠିଲା। ଗୋଦାମ ଘରଟି ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିଲା। ତଳେ ମୋ ସ୍ୱାମୀଙ୍କର ମୁଣ୍ଡକଟା ଶବ ପଡ଼ିଥିଲା। ମୁଁ ତାଙ୍କ ଶବ ଦେଖି ପୁରା ଭାଙ୍ଗି ପଡ଼ିଥିଲି। କେତେବେଳେ ଯେ ମୁଁ ଚେତାଶୂନ୍ୟ ହୋଇ ବସିଥିଲି ତାହା ଜାଣିପାରିନଥିଲି। ଚାକର ଆଣି ପାଣି ମୋ ମୁହଁରେ ଛିଞ୍ଚିବାରୁ ମୁଁ ଚେତା ଫେରି ପାଇଥିଲି। ମୋ ସ୍ୱାମୀକୁ ସେ ପ୍ରେତାତ୍ମା କାୟା ଅତି ନିର୍ମମ ଭାବରେ ହତ୍ୟା କରିଥିଲା। ମୁଁ ସବୁକିଛି ହରାଇ ବସିଲି। ମୋତେ ଆଉ ବଞ୍ଚିବା ପାଇଁ ଇଚ୍ଛା ନଥିଲା। ଠିକ୍ ସେତିକିବେଳେ ମୋତେ ମୋ ପୁଅ କଥା ମନେ ପଡ଼ିଲା। ଯଦି ମୋର କିଛି ହୋଇଯାଏ ତାର କ'ଣ ହେବ? ମୋ ଛଡ଼ା ତାର ଏ ଦୁନିଆରେ ଅନ୍ୟ କେହି ନାହାନ୍ତି। ଏହା ଭାବି ମୋ ମନୋବଳକୁ ଦୃଢ଼ କରିବାକୁ ଲାଗିଲି। ନିଜକୁ ବଞ୍ଚାଇ ସେହି କୋଠିରୁ ବାହାରିବାକୁ ପଡ଼ିବ, କିନ୍ତୁ ସେଠାରୁ ବାହାରିବା ଅତି ସହଜ ନଥିଲା। ସେହି ପ୍ରେତ ସେହି କୋଠରୀରୁ ଆମକୁ ବାହାରିବାକୁ ନ ଦେବା ପାଇଁ ସବୁ ପ୍ରକାର ଚେଷ୍ଟା କରିବ। କିନ୍ତୁ ଯେପର୍ଯ୍ୟନ୍ତ ମୋ ବେକରେ ମା ଦୁର୍ଗାଙ୍କ ଲକେଟ୍ ଏବଂ ମୋ ମନରେ ତାଙ୍କ ପ୍ରତି ଭକ୍ତି ଅଛି, ମୋର ବିଶ୍ୱାସ ଥିଲା ଯେ ସେ ମୋତେ ଜୀବନରୁ ମାରିପାରିବ ନାହିଁ। ମୁଁ ଭାବୁଥିଲି ସେ ଆମକୁ ଯଦି ସେହି କୋଠରୀରେ ବନ୍ଦ କରି ସବୁଦିନ ପାଇଁ ରଖିଦେବ, କାରଣ ସେହି କୋଠିର ପ୍ରତ୍ୟେକଟି ଜିନିଷକୁ ସେ ନିୟନ୍ତ୍ରଣ କରୁଥିଲା। ଆମେ ଗୋଦାମ ଘର ଭିତରୁ ବାହାରି ସେହି କୋଠିର ମୁଖ୍ୟ କବାଟଟିକୁ ଖୋଲିବା ପାଇଁ ଚେଷ୍ଟା କଲୁ, କିନ୍ତୁ ତାହା ମଧ୍ୟ ଖୋଲି ନଥିଲା। ମୁଁ ଚାକରକୁ କହିଲି ବାରିପଟ କବାଟକୁ ଯାଇ ଖୋଲି ଦେଖିବା ପାଇଁ, କିନ୍ତୁ ସେ ନ ଯାଇ ସେଇଠାରେ ଛିଡ଼ା ହୋଇ ରହିଲା। ମୁଁ ଯାହା କହିଲେ ମଧ୍ୟ ସେ ମୋର କୌଣସି ଉତ୍ତର ଦେଲା ନାହିଁ। ତା ଆଖିର ରଙ୍ଗ ସମ୍ପୂର୍ଣ୍ଣ ଭାବରେ ଧଳା ହୋଇଯାଇଥିଲା। ତା ଶରୀରକୁ କାୟା ବଶୀଭୂତ କରିଦେଇଥିଲା। ମୁଁ ସଙ୍ଗେ ସଙ୍ଗେ ପୂଜା ଘରୁ ଗଙ୍ଗା ଜଳ ଆଣି ତା ଉପରେ ଛିଞ୍ଚିବାରୁ ସେ ଯନ୍ତ୍ରଣାରେ ଚିତ୍କାର କରିବାକୁ ଲାଗିଲା। ତା ଶରୀର ଭିତରେ ଥିବା ପ୍ରେତାତ୍ମାକୁ ଗଙ୍ଗା ଜଳ ଛିଞ୍ଚିବା ଦ୍ୱାରା କଷ୍ଟ ହେଉଥିଲା। ଦେଖୁ ଦେଖୁ ତା ମୁହଁରୁ ଗୋଟିଏ ଛାଇ ପରି ଆକୃତି ବାହାରକୁ ବାହାରିଗଲା ଏବଂ ସେ ଚେତା ହରାଇ ତଳେ ପଡ଼ିଗଲା। କିଛି କ୍ଷଣ ପରେ ସେ ଚେତା ଫେରି ପାଇଲା। ଚାକରକୁ ଏହି ସମୟରେ କ'ଣ ସବୁ ଘଟିଥିଲା କିଛି ସ୍ମରଣ ନଥିଲା। ସେ ମୋତେ ପଚାରିଲା, ମା ମୋତେ କ'ଣ ହୋଇଥିଲା, ମୁଁ ତଳେ କାହିଁକି ଶୋଇଥିଲି? ମୁଁ ତାକୁ ସେ ବିଷୟରେ କିଛି କହିଲି ନାହିଁ। ବୃଦ୍ଧ ଜଣକ କହିଲେ, ସମୟ ସେତେବେଳକୁ ରାତି 2ଟା ହେବ। ମୁଁ ଆଉ ଚାକର ସେହି କୋଠରୀ ଭିତରେ ବନ୍ଦ ହୋଇ ରହିଯାଇଥିଲୁ। ବାହାରକୁ ଯିବାର ସବୁ ରାସ୍ତା ବନ୍ଦ ହୋଇଯାଇଥିଲା।
କୋଠି ବାହାରକୁ ଯିବା ପାଇଁ ଅନ୍ୟ ରାସ୍ତା ଖୋଜିବାକୁ ଲାଗି ପଡ଼ିଲୁ। ମୋତେ ଚାକର କହିଲା, ମା ମୁଁ ଛାତ ଉପରକୁ ଯାଉଛି, ଦଉଡ଼ି ମାଧ୍ୟମରେ ତଳକୁ ଓହ୍ଲାଇ ଯିବେ ଏବଂ ବାହାରୁ କବାଟ ଖୋଲିଦେବେ। ମୁଁ କହିଲି ହଉ ଚେଷ୍ଟା କରି ଦେଖିବା। ଚାକର ଯାଇ ଦଉଡ଼ି ନେଇ ଆସିଲା। ଏବେ ସବୁଠୁ କଷ୍ଟ କାମ ଥିଲା, ଛାତ ଉପରକୁ ଯିବା ପାଇଁ ସେହି ଉପର ମହଲା ଦେଇ ଯିବାକୁ ଥିଲା। ଠିକ୍ ସେହି ସମୟରେ କୋଠିର ଲାଇଟ୍ ଚାଲିଗଲା, ଚାରିପଟେ ଅନ୍ଧାର ଖେଳିଗଲା। ଚାକର ରାମୁ ତା ପକେଟରୁ ଦିଆସିଲ୍ କାଢ଼ି ଜାଳିବାକୁ ଲାଗିଲା। ଦିଆସିଲ୍ ଆଲୋକରେ ମୁଁ ରୁମ୍କୁ ଯାଇ ଟର୍ଚ୍ଚ ନେଇ ଆସିଲି। ଚାକର ଛାତ ଉପରକୁ ଯିବା ପାଇଁ ବାହାରିଲା। ମୁଁ ତା ପଛରେ ଟର୍ଚ୍ଚ ନେଇଗଲି। ଆମେ ପାହାଚ ଦେଇ ଉପରକୁ ଯାଉଥିଲୁ। ହଠାତ୍ କେହି ଜଣେ ହସିଲା। ସେହି ହସ ଶୁଣି ମନ ଭିତରେ ଭୟ ସଞ୍ଚାର ହୋଇଗଲା। ଆମ ପାଖରେ ଅନ୍ୟ କୌଣସି ବାଟ ନଥିବାରୁ ଆମକୁ ଛାତ ଉପରକୁ ହିଁ ଯିବାର ହିଁ ଥିଲା। ଆମେ ଅଧା ପାହାଚ ହିଁ ଚଢ଼ିଥିଲୁ। ହଠାତ୍ ଗୋଟିଏ ଛାଇ ଦେଖାଗଲା। ସେହି ଛାଇ ଆମ ପାଖକୁ ମାଡ଼ି ଆସୁଥିଲା। ତାର ନଖ ବହୁତ ଲମ୍ବା ଥିଲା। ସେ ହାତ ବଢ଼ାଇ ଚାକରର ବେକକୁ ଚିପିବାକୁ ଲାଗିଲା। ଚାକରର ଶ୍ୱାସ ରୁଦ୍ଧ ହେବାକୁ ଲାଗିଲା। ମୁଁ ମୋ ପାଖରେ ଥିବା ଗଙ୍ଗା ଜଳକୁ ସେହି ଛାଇ ଉପରକୁ ଛିଞ୍ଚିବାରୁ ସେ ଛାଇଟି ବିକଟାଳ ଶବ୍ଦ କରି ଉଭାନ ହୋଇଗଲା। ଚାକର ବେକରେ ନଖର ଦାଗ ବସିଯାଇଥିଲା ଏବଂ ରକ୍ତ ବାହାରିବାକୁ ଲାଗିଥିଲା। ସେ କିନ୍ତୁ ସେଥିରେ ଖାତିର ନ କରି ଛାତକୁ ଯିବା ପାଇଁ ଆଗକୁ ପାଦ ବଢ଼ାଇଲା। ତାକୁ ମୁଁ ଟର୍ଚ୍ଚ ଲାଇଟ୍ ଦେଖାଉଥିଲି। ଆମେ ଉପର ମହଲାରେ ପହଞ୍ଚି ଯାଇଥିଲୁ। ଏବେ ଆମେ ବାରଣ୍ଡାରେ ଛିଡ଼ା ହୋଇଥିଲୁ। କାୟାର କୋଠରୀକୁ ପାର ହୋଇ ଆମକୁ ଗୋଟିଏ ପାହାଚ ଦେଇ ଛାତ ଉପରକୁ ଯିବାକୁ ଥିଲା। ସେହି କୋଠରୀରୁ ବିଭିନ୍ନ ପ୍ରକାର ଭୟଙ୍କର ଶବ୍ଦ ଆସୁଥିଲା। ସେସବୁ ଶୁଣି ମନରେ ଭୟର ସଞ୍ଚାର ହେବାକୁ ଲାଗିଲା। ଆମେ ପାଦ ଥାପି ଥାପି ଆଗକୁ ବଢ଼ିବାକୁ ଲାଗିଲୁ। ହଠାତ୍ ସେହି କୋଠରୀ ଭିତରୁ ସେହି ସବୁ ଶବ୍ଦ ବନ୍ଦ ହୋଇଗଲା। ରିୟା କହିଲା, ତାପରେ କ'ଣ ହେଲା ଆଣ୍ଟି? ବୃଦ୍ଧ ଜଣକ କହିଲେ, ସାମ୍ନାର ଦୃଶ୍ୟ ମୋ ଆଖି ଏବେ ମଧ୍ୟ ଭୁଲି ପାରିବ ନାହିଁ। ସେହି କୋଠରୀ ଭିତରୁ ରକ୍ତର ଧାର ବହିବାକୁ ଲାଗିଲା। ରକ୍ତର ଧାର ଆମ ପାଦ ପର୍ଯ୍ୟନ୍ତ ଆସିଯାଇଥିଲା। କିନ୍ତୁ ଏହା ତ ଖାଲି ଆରମ୍ଭ ହୋଇଥିଲା। ତାପରେ ଆମେ ଯେମିତି ସେ କୋଠରୀ ପାର ହୋଇ ଆଗକୁ ଯିବାକୁ ଲାଗିଲୁ, ସେହି କୋଠରୀରୁ ହିଁ କେହି ମୋର ନାଁ ଧରି ଡାକିବାକୁ ଲାଗିଲା। ଏହା ଶୁଣି ମୋ ପାଦ ଆପେ ଆପେ ରହିଯାଇଥିଲା, କାରଣ ତାହା ମୋ ଶାଶୁ ଶ୍ୱଶୁରଙ୍କ ସ୍ୱର ଥିଲା। ମୁଁ ଭୁଲି ଯାଇଥିଲି ସେ ଆଉ ଏ ଦୁନିଆରେ ନାହାନ୍ତି। କିନ୍ତୁ ମୋର ନିଜ ଉପରେ ନିୟନ୍ତ୍ରଣ ରହିଲା ନାହିଁ। ମୋର ସେହି କୋଠରୀ ଭିତରକୁ ଆପେ ଆପେ ପାଦ ବଢ଼ିବାକୁ ଲାଗିଲା। ମୋତେ ଚାକର ରୋକିବା ପାଇଁ ଚେଷ୍ଟା କଲା, କିନ୍ତୁ କେଜାଣି ମୋତେ କି ସମ୍ମୋହନ ହୋଇଥିଲା। ମୁଁ ତା କଥା ଶୁଣୁନଥିଲି। ସେହି କୋଠରୀ ଭିତରକୁ ଯାଇ ମୁଁ ଦେଖିଲି ମୋ ଶାଶୁ ଶ୍ୱଶୁର କୋଠରୀର ପଲଙ୍କ ଉପରେ ବସିଛନ୍ତି। ମୋତେ ଦେଖି କହିଲେ, ବୋହୂ ମୋ ପାଇଁ ଟିକେ ଜଳଖିଆ ତିଆରି କରି ଆଣିଦେ, ମୋ ଔଷଧ ଖାଇବା ସମୟ ହେଲାଣି। ଠିକ୍ ଏହି ସମୟରେ ମୋତେ ଶୁଣାଗଲା ମୋ ଶ୍ୱଶୁରଙ୍କ ସ୍ୱର। ସେ ମୋତେ ତାଙ୍କ ପାଇଁ ଚାହା ତିଆରି କରି ଆଣିବା ପାଇଁ କହୁଥିଲେ। ପଛପଟୁ ମୋ ସ୍ୱାମୀ ଡାକୁଥିଲେ, ପଦ୍ମା ପଦ୍ମା ମୋ ପାଇଁ ପାଣି ଗରମ କରିଦିଅ। ମୋତେ ଦୋକାନ ଯିବା ପାଇଁ ଡେରି ହେଉଛି। ମୋ ପୁଅ ସ୍କୁଲ ଯିବା ପାଇଁ ମୋତେ ଟିଫିନ୍ ଦେବା ପାଇଁ କହୁଥିଲା। ମୁଁ ସ୍ୱପ୍ନ ଦେଖୁଥିଲି ନା ସତରେ ସେସବୁ ଘଟୁଥିଲା ମୁଁ ଜାଣିପାରୁନଥିଲି। ମୁଁ ଗୋଟିଏ ମୂର୍ତ୍ତି ପରି ଛିଡ଼ା ହୋଇ ସବୁ ଦେଖୁଥିଲି। ସେମାନେ କେହି ମୋତେ ଦେଖିପାରୁନଥିଲେ କି ମୁଁ ଅଛି ବୋଲି ତାଙ୍କୁ ଅନୁଭବ ମଧ୍ୟ ହେଉନଥିଲା। ମୁଁ ସେମାନଙ୍କୁ ଡାକୁଥିଲି, କିନ୍ତୁ ସେମାନେ ମୋତେ ଶୁଣିପାରୁନଥିଲେ। ମୋତେ ଏମିତି ଲାଗୁଥିଲା ଯେମିତି ମୁଁ ମରିଯାଇଛି ଏବଂ ଅନ୍ୟ ଜଣେ ମୋ ଜାଗାକୁ ଚାଲି ଆସିଛି। ଆଉ ମୋ ପରିବାର ଲୋକେ ତାକୁ ମୁଁ ଭାବି ଗ୍ରହଣ କରି ନେଇଛନ୍ତି। କାୟା ମୋ ସହିତ ଖେଳୁଥିଲା। ସେ ଏମିତି ମାୟା ସୃଷ୍ଟି କରିଥିଲା। ମୁଁ ସେହି ମାୟା ଜାଲରେ ଛନ୍ଦି ହୋଇଯାଇଥିଲି। କିଛି ସମୟ ଏମିତି ହେଲା ପରେ ମୋ ଚାକର ମୋତେ ବଡ଼ ପାଟିରେ ଡାକୁଥିବାର ମୁଁ ଶୁଣିଲି। ତା ଡାକରେ ମୁଁ କାୟାର ସେହି ମାୟା ଜାଲରୁ ବାହାରକୁ ଆସିଲି। ବନ୍ଧୁଗଣ, ଏହାପରେ ସେ ବୃଦ୍ଧଙ୍କ ସହିତ କ'ଣ ହେଲା ଜାଣିବା ପାଇଁ ଅପେକ୍ଷା କରନ୍ତୁ ନେକ୍ସଟ ଏପିସୋଡ଼କୁ।